ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କର ଭିନ୍ନ ଭିନ୍ନ ଦାନଗୁଡ଼ିକ ରହିଅଛି ଏବଂ ଆମ ଖ୍ରୀଷ୍ଟୀୟ ସମାଜରେ ପବିତ୍ର ଆତ୍ମାଙ୍କର ଭିନ୍ନ ଭିନ୍ନ ଦାନଗୁଡ଼ିକ ମଧ୍ୟରୁ ସବୁଠାରୁ ଅଧିକ ଚର୍ଚ୍ଚିତ ଏବଂ କଣ୍ଟ୍ରୋଭର୍ସିଆଲ ଦାନ ହେଉଛି ପରଭାଷାରେ କଥା କହିବା, ସ୍ପିକିଂ ଇନ୍ ଟଙ୍ଗସ୍। ଆଜି ଆମ୍ଭେମାନେ ସେହି ପରଭାଷା ବିଷୟରେ, ସେହି ସ୍ପିକିଂ ଇନ୍ ଟଙ୍ଗସ୍ ବିଷୟରେ ଆଲୋଚନା କରିବା। ଆଜିର ଏହି ଭିଡ଼ିଓରେ ଆମ୍ଭେମାନେ ପ୍ରାୟ 10 ଗୋଟି ପ୍ରଶ୍ନ ପରଭାଷାକୁ ନେଇ ପଚରା ଯାଉଥିବା ପ୍ରାୟ 10 ଗୋଟି ପ୍ରଶ୍ନ ଏବଂ ତହିଁର ଉତ୍ତର ଗୁଡ଼ିକ ଦେଖିବା। ପ୍ରଥମ ପ୍ରଶ୍ନ, ଏହି ସ୍ପିକିଂ ଇନ୍ ଟଙ୍ଗସ୍ ବା ପରଭାଷାରେ କଥା କହିବାର ଅର୍ଥ କ'ଣ? ଏହି ପରଭାଷା ବା ସ୍ପିକିଂ ଇନ୍ ଟଙ୍ଗସ୍ ଏହା ଏକ ଗ୍ରୀକ୍ ଶବ୍ଦ ଗ୍ଲୋସୋଲେଲିଆରୁ ଆସିଅଛି, ଯାହାକି ଦୁଇଟି ଗ୍ରୀକ୍ ଶବ୍ଦର ସଂଯୋଗରେ ସୃଷ୍ଟି ହୋଇଅଛି, ଯେପରିକି ଗ୍ଲୋସା ଯାହାର ଅର୍ଥ ହେଉଛି ଟଙ୍ଗସ୍ ବା ଲାଙ୍ଗୁଏଜେସ୍ ପ୍ଲସ୍ ଲାଲିଆ ଅର୍ଥାତ୍ ଟୁ ସ୍ପିକ୍ ବା ସ୍ପିଚ୍। ଏହି ଦୁଇଟି ଶବ୍ଦର ସଂଯୋଗରେ ସୃଷ୍ଟି ହୋଇଅଛି ଗ୍ଲୋସୋଲେଲିଆ ଅର୍ଥାତ୍ ସ୍ପିକିଂ ଇନ୍ ଟଙ୍ଗସ୍ ବା ପରଭାଷାରେ କଥା କହିବା। ଏହି ପରଭାଷାରେ କଥା କହିବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କର ଏକ ଦାନ ଅଟେ। ଏହି ପରଭାଷାରେ କଥା କହିବା ବା ଟଙ୍ଗସ୍ ବିଷୟରେ ଆମ୍ଭେମାନେ ମାର୍କ ରଚିତ ସୁସମାଚାର 16 ପର୍ବର ଶେଷାଂଶ, ପୁଣି ପ୍ରେରିତ ପୁସ୍ତକରେ ଏବଂ ପ୍ରଥମ କରନ୍ତୀୟ ପୁସ୍ତକରେ ଦେଖିବାକୁ ପାଇଥାଉ। ପ୍ରଥମ କରନ୍ତୀୟ 12 ପର୍ବର 10 ପଦରେ ଯଦି ଆମ୍ଭେମାନେ ଦେଖିବା, ସେଠାରେ ଏପରି ଲେଖାଯାଏ ଯେ ଆତ୍ମା ବିଭିନ୍ନ ପରଭାଷା କହିବାର ଦାନ ଦେଇଥାନ୍ତି। ଏଠାରେ ଲେଖାଯାଏ ବିଭିନ୍ନ ପରଭାଷା, ଡିଫରେଣ୍ଟ କାଇଣ୍ଡସ୍ ଅଫ୍ ଟଙ୍ଗସ୍, ଅର୍ଥାତ୍ ପରଭାଷାର ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ରହିଅଛି। ବାଇବେଲ ଅନୁସାରେ ଏହି ପରଭାଷା ଦୁଇ ପ୍ରକାରର ଅଟେ। ପ୍ରଥମଟି ହେଉଛି ନନ୍ ହ୍ୟୁମାନ୍ ଲାଙ୍ଗୁଏଜ୍ ଟଙ୍ଗସ୍, ଅର୍ଥାତ୍ ଜଗତରେ ପ୍ରଚଳିତ ହେଉଥିବା ଯେକୌଣସି ଗୋଟିଏ ଭାଷା, ଏବଂ ଦ୍ୱିତୀୟ ପ୍ରକାରର ଟଙ୍ଗସ୍ ହେଉଛି ଅନନୋନ୍ ହ୍ୟୁମାନ୍ ଲାଙ୍ଗୁଏଜ୍ ଟଙ୍ଗସ୍, ଅର୍ଥାତ୍ ଜଗତରେ ଅପ୍ରଚଳିତ ଭାଷା, ଜଗତରେ କେହି ମଧ୍ୟ ବ୍ୟବହାର କରୁନଥିବା ଏକ ଭାଷା। ପ୍ରେରିତ 2 ପର୍ବରେ ଯଦି ଆମ୍ଭେମାନେ ଦେଖିବା, ପେଣ୍ଟିକଷ୍ଟ ଦିବସରେ ସେଠାରେ ଯେତେଜଣ ଶିଷ୍ୟମାନେ ଥିଲେ, ଲୋକମାନେ ପବିତ୍ର ଆତ୍ମାଙ୍କର ଶକ୍ତିର ଅପେକ୍ଷାରେ ଥିଲେ, ସେମାନଙ୍କ ବିଷୟରେ ଏପରି ଲେଖାଯାଏ ଯେ ସେମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ ଏବଂ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ, ଅର୍ଥାତ୍ ସେମାନେ ଅଦର ଲାଙ୍ଗୁଏଜେସ୍, ଅଦର ଟଙ୍ଗସ୍ ବା ଅନ୍ୟ ଭାଷାରେ, ଯେଉଁ ଭାଷା କି ସେଠାରେ ଥିବା ଲୋକମାନେ ବୁଝିପାରିଥିଲେ, ଅର୍ଥାତ୍ ଏହି ଶିଷ୍ୟମାନେ ଯେତେବେଳେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ, ସେହି ଭାଷା ଲୋକମାନେ ବୁଝିପାରିଲେ। ଦ୍ୟାଟ୍ ମିନ୍ସ ପରଭାଷା ହେଉଛି ଏକ ନନ୍ ଲାଙ୍ଗୁଏଜ୍, ନନ୍ ହ୍ୟୁମାନ୍ ଲାଙ୍ଗୁଏଜ୍ ଟଙ୍ଗସ୍। ମନୁଷ୍ୟମାନେ, ପୃଥିବୀର ଯେକୌଣସି ମନୁଷ୍ୟମାନେ ଜାଣିଥିବା ଗୋଟିଏ ଭାଷା। ପୁଣି ଦ୍ୱିତୀୟ ପ୍ରକାରର ପରଭାଷା ହେଉଛି ଅନନୋନ୍ ଟଙ୍ଗସ୍, ଅର୍ଥାତ୍ ଆମ୍ଭେମାନେ ଯଦି ପ୍ରଥମ କରନ୍ତୀୟ 14 ପର୍ବର 2 ପଦ ଦେଖିବା, ସେଠାରେ ଏପରି ଲେଖାଯାଏ, କାରଣ ଯେ ପରଭାଷାରେ କଥା କହେ ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ୱରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ଆତ୍ମା ଦ୍ୱାରା ନିଗୁଢ଼ ବିଷୟ କୁହେ। ଏଠାରେ ଯେଉଁ ପରଭାଷା ବିଷୟରେ କୁହାଯାଏ, ସେହି ପରଭାଷା କୌଣସି ମନୁଷ୍ୟ ବୁଝେ ନାହିଁ, ଅର୍ଥାତ୍ ତାହା ଏକ ଅନନୋନ୍ ଲାଙ୍ଗୁଏଜ୍ ଅଟେ, ଏବଂ ସେହି ପରଭାଷାରେ ଯିଏ କହିଥାଏ ସେ ଆତ୍ମାଙ୍କ ଦ୍ୱାରା ନିଗୁଢ଼ ବିଷୟ ସବୁ କହିଥାଏ, ଯାହାକି ଦ୍ୱିତୀୟ ପ୍ରକାରର ପରଭାଷା ଅଟେ। ପରଭାଷା ବା ଅନ୍ୟାନ୍ୟ ଭାଷାରେ କଥା କହିବାର ଉଦ୍ଦେଶ୍ୟ କ'ଣ ଅଟେ? ଆମ୍ଭେମାନେ ଯଦି ବାଇବଲରେ ଦେଖିବା, ପ୍ରଥମତଃ ପ୍ରେରିତ 2 ପର୍ବର 11 ପଦ, ପୁଣି ପ୍ରେରିତ 10 ପର୍ବର 46 ପଦ, ସେଠାରେ ଯଦି ଆମ୍ଭେମାନେ ଦେଖୁ, ପରଭାଷାର ବ୍ୟବହାର ଈଶ୍ୱରଙ୍କର ପ୍ରଶଂସା ନିମନ୍ତେ, ଅର୍ଥାତ୍ ଈଶ୍ୱରଙ୍କର ମହତ୍ କାର୍ଯ୍ୟର ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଅଛି। ଦ୍ୱିତୀୟତଃ ପ୍ରଥମ କରନ୍ତୀୟ 14 ପର୍ବରେ ଯଦି ଆମ୍ଭେମାନେ ଦେଖିବା, ପରଭାଷା ହେଉଛି ଅବିଶ୍ୱାସୀମାନଙ୍କ ନିମନ୍ତେ ଏକ ଚିହ୍ନ। ନୂତନ ନିୟମରେ ଆମ୍ଭେମାନେ ଜାଣୁ ଯେ ଯିହୁଦୀମାନେ ସେମାନେ ଚିହ୍ନ ପାଇ ଲଢ଼ୁଥିଲେ, ଚିହ୍ନ ସେମାନେ ଖୋଜୁଥିଲେ, ଅର୍ଥାତ୍ ଏହିସବୁ ଚିହ୍ନ ଦ୍ୱାରା ପରମେଶ୍ୱର ସ୍ୱର୍ଗୀୟ ପ୍ରକାଶନ ଲୋକମାନଙ୍କ ନିକଟରେ ସେ ପ୍ରକାଶ କରୁଥିଲେ। ଯେପରିକି ସେହି ପ୍ରେରିତ 2 ପର୍ବରେ ଆମ୍ଭେମାନେ ଜାଣୁ ଯେ ଏ ପ୍ରକାର ଅନ୍ୟାନ୍ୟ ଭାଷା କହିବାର ଚିହ୍ନ ଦ୍ୱାରା ସେ ତାହାଙ୍କର ମହତ୍ କାର୍ଯ୍ୟ ସବୁ ପ୍ରକାଶ କରିଥିଲେ। ଏବଂ ଗୋଟିଏ ଅର୍ଥରେ କହିବାକୁ ଗଲେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରିବା ନିମନ୍ତେ ମଧ୍ୟ
ପରଭାଷାର ବା ଅନ୍ୟାନ୍ୟ ଭାଷାର ବ୍ୟବହାର କରାଯାଇଥାଏ। ଏହା ଅବିଶ୍ୱାସୀମାନଙ୍କ ନିକଟରେ ଏକ ଚିହ୍ନ ସ୍ୱରୂପ ଅଟେ। ତୃତୀୟତଃ ପ୍ରଥମ କରନ୍ତୀୟ 14 ପର୍ବର 4 ପଦରେ ଏପରି ଲେଖାଯାଏ, ଯିଏ ପରଭାଷାରେ କଥା କହେ ସେ ନିଜର ନିଷ୍ଠା ଜନ୍ମାଏ, ଅର୍ଥାତ୍ ସେଲ୍ଫ ଏଡିଫିକେସନ୍ ପାଇଁ ନିଜର ନିଷ୍ଠା ନିମନ୍ତେ ଜଣେ ବ୍ୟକ୍ତି ସେ ପରଭାଷାରେ କଥା କହିଥାଏ। ଏବଂ ଚତୁର୍ଥରେ ପ୍ରଥମ କରନ୍ତୀୟ 14 ପର୍ବର 5 ପଦ, ଯେ ପରଭାଷା ମଣ୍ଡଳୀର ନିଷ୍ଠା ନିମନ୍ତେ ମଧ୍ୟ କୁହାଯାଇପାରିବ। ଯେପରି ସେଠାରେ ଲେଖାଯାଏ, ଯେ ପରଭାଷାରେ କଥା କୁହେ ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ ସେ ଶ୍ରେଷ୍ଠ। ଅର୍ଥାତ୍ ଯଦି ସମ୍ଭବ ତାହେଲେ ମଣ୍ଡଳୀର ନିଷ୍ଠା ନିମନ୍ତେ ଯଦି ପରଭାଷାର ଅର୍ଥକାରୀ ମଧ୍ୟ ଥାଏ ତାହେଲେ ପରଭାଷାର ଅର୍ଥ କରୁ କରୁ ପରଭାଷା ମଧ୍ୟ କୁହାଯାଇପାରିବ। ନଚେତ୍ ଏହି ପରଭାଷାରୁ ଭାବବାଣୀ ଅଧିକ ଶ୍ରେଷ୍ଠ ଅଟେ ବୋଲି ଏଠାରେ ଲେଖାଯାଏ। ପଞ୍ଚମ ବିଷୟ, ପଞ୍ଚମ ଉଦ୍ଦେଶ୍ୟ, ପରଭାଷାରେ ପ୍ରାର୍ଥନା କରିବା। ପ୍ରଥମ କରନ୍ତୀୟ 14 ପର୍ବର 14 ପଦରେ ଲେଖାଯାଏ। ଏହିସବୁ ଥିଲା 5ଗୋଟି ମୁଖ୍ୟ ଉଦ୍ଦେଶ୍ୟ ପରଭାଷାରେ କଥା ହେବାର। ତୃତୀୟ ପ୍ରଶ୍ନ, ପ୍ରତ୍ୟେକ ବିଶ୍ୱାସୀ ପରଭାଷାରେ କଥା କହିବେ କି? ଏହାର ଉତ୍ତର ହେଉଛି ନାହିଁ। ବାଇବେଲ ପ୍ରତ୍ୟେକ ବିଶ୍ୱାସୀ ପରଭାଷାରେ କଥା କହିପାରିବେ ବୋଲି ପ୍ରକାଶ କରି ନଥାଏ। କରନ୍ତୀୟ ମଣ୍ଡଳୀରେ ପ୍ରତ୍ୟେକ ବିଶ୍ୱାସୀ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ, କିନ୍ତୁ ସମସ୍ତେ ପରଭାଷାରେ କଥା କହୁନଥିଲେ। ଯେପରି ପ୍ରଥମ କରନ୍ତୀୟ 12 ପର୍ବର 30 ପଦରେ ପାଉଲ କୁହନ୍ତି, ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କି ପରଭାଷାରେ କଥା କହନ୍ତି? ସମସ୍ତେ କି ଭାଷାର ଅର୍ଥ କରନ୍ତି? ନାହିଁ। ଅର୍ଥାତ୍ ସମସ୍ତଙ୍କୁ ଆରୋଗ୍ୟ କରିବାର ଶକ୍ତି ମିଳିବ ନାହିଁ କିମ୍ବା ପରଭାଷା କହିବାର ଶକ୍ତି ମଧ୍ୟ ମିଳିବ ନାହିଁ। ବାଇବେଲ ଅନୁସାରେ ପବିତ୍ର ଆତ୍ମା ନିଜ ଇଚ୍ଛା ଅନୁସାରେ ସେ ଆତ୍ମାଙ୍କର ଦାନ ସବୁ ଭିନ୍ନ ଭିନ୍ନ ଲୋକମାନଙ୍କୁ ସେ ପୃଥକ ପୃଥକ ଭାବେ ଦାନ କରିଥାନ୍ତି। ପ୍ରେରିତ ପୁସ୍ତକରେ ମଧ୍ୟ ଅନେକ ଘଟଣା ଗୁଡ଼ିକ ଆମ୍ଭେମାନେ ଯେତେବେଳେ ଧ୍ୟାନ ସହ ଦେଖିବା, ସେଠାରେ ଲୋକମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଉଛନ୍ତି ଏବଂ ପରଭାଷାରେ କଥା କହୁଅଛନ୍ତି। କିନ୍ତୁ ଏପରି ଅନେକ ଘଟଣା ରହିଅଛି ଯେଉଁଥିରେ କି ଲୋକମାନେ ପବିତ୍ର ଆତ୍ମା ତ ପ୍ରାପ୍ତ ହେଉଛନ୍ତି କିନ୍ତୁ ପରଭାଷାରେ କଥା କହୁନାହାନ୍ତି, ଅନ୍ୟାନ୍ୟ ଭାଷାରେ ସେମାନେ କଥା କହୁନାହାନ୍ତି। ଏହାର ଅର୍ଥ ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ପରଭାଷାର ଦାନ ମିଳିବ ନାହିଁ। 4 ନମ୍ବର ପ୍ରଶ୍ନ, ପରଭାଷାରେ କଥା କହିବା ପରିତ୍ରାଣ ପାଇଥିବାର ଏକ ଚିହ୍ନ ଅଟେ କି? ପରିତ୍ରାଣ ପାଇଥିବାର ଏକ ପ୍ରମାଣ ଅଟେ କି? ଏହାର କ୍ଲିୟର ଆନ୍ସର ହେଉଛି ନୋ, ନାହିଁ। ପରିତ୍ରାଣ ପ୍ରାପ୍ତ ପ୍ରତ୍ୟେକ ବିଶ୍ୱାସୀମାନଙ୍କ ଅନ୍ତରରେ ପବିତ୍ର ଆତ୍ମା ବାସ କରନ୍ତି। ସେମାନେ ସୁସମାଚାରରେ ବିଶ୍ୱାସ କରିବା ମୁହୂର୍ତ୍ତରେ ହିଁ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଥାନ୍ତି। ବାଇବଲରେ ଲେଖାଯାଏ, ବିଶ୍ୱାସ ହେତୁ ଆମ୍ଭେମାନେ ପ୍ରତିଜ୍ଞାତ ପବିତ୍ର ଆତ୍ମା ପ୍ରାପ୍ତ ହୋଇଥାଉ, ଯାହାକି ଗାଲାତୀୟ 3 ପର୍ବର 13 ପଦରେ ଲେଖାଯାଇଅଛି। ଏବଂ ରୋମିଓ 8 ପର୍ବର 9 ପଦ ଅନୁସାରେ ଯାହାଙ୍କଠାରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ ସେ ଖ୍ରୀଷ୍ଟଙ୍କର ନୁହନ୍ତି। ଯଦି ଆପଣ ଏବଂ ମୁଁ ଖ୍ରୀଷ୍ଟଙ୍କର ଅଟୁ, ଖ୍ରୀଷ୍ଟିଆନ ଅଟୁ, ପରିତ୍ରାଣ ପାଇଅଛୁ, ତାହେଲେ ପବିତ୍ର ଆତ୍ମା ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି। ପ୍ରଥମ କରନ୍ତୀୟ 12 ପର୍ବର 3 ପଦରେ ଏପରି ଲେଖାଯାଏ, ଯଦି କେହି ପବିତ୍ର ଆତ୍ମା ପ୍ରାପ୍ତ ନ ହୁଏ, ଅର୍ଥାତ୍ ପବିତ୍ର ଆତ୍ମା ପ୍ରାପ୍ତ ନହେଲେ କେହି ମଧ୍ୟ ଯୀଶୁଙ୍କୁ ପ୍ରଭୁ ବୋଲି କହିପାରିବ ନାହିଁ। ଅତଏବ ଜଣେ ବିଶ୍ୱାସୀ ଯିଏକି ସତ୍ୟ ସୁସମାଚାରରେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହୋଇଅଛି, ସେ ସେହି ବିଶ୍ୱାସ କରୁଥିବା ମୁହୂର୍ତ୍ତରେ ହିଁ ପବିତ୍ର ଆତ୍ମା ପ୍ରାପ୍ତ ହୋଇଥାଏ। ବିନା ପବିତ୍ର ଆତ୍ମାରେ ସେ ପରିତ୍ରାଣ ପାଇପାରିବ ନାହିଁ, ସେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିପାରିବ ନାହିଁ। ତେଣୁକରି ପ୍ରତ୍ୟେକ ବିଶ୍ୱାସୀଙ୍କୁ ପରଭାଷା କହିବାର ଦାନ ମିଳିନଥାଏ। ପରଭାଷାରେ କଥା କହିବା ପବିତ୍ର ଆତ୍ମାଙ୍କର ଅନେକ ଦାନ ଗୁଡ଼ିକ ମଧ୍ୟରୁ ଗୋଟିଏ ଦାନ ଅଟେ ଏବଂ ପବିତ୍ର ଆତ୍ମା ନିଜ ଇଚ୍ଛା ଅନୁସାରେ ଲୋକମାନଙ୍କୁ, ବିଶ୍ୱାସୀମାନଙ୍କୁ ସେ ପୃଥକ ପୃଥକ ଭାବେ ଦାନ ବିତରଣ କରିଥାନ୍ତି। 5 ନମ୍ବର ପ୍ରଶ୍ନ, ପରଭାଷାରେ କଥା କହିବାକୁ ବାଇବେଲ ମନା କରେ କି? ବାଇବେଲ ବାରଣ କରିଥାଏ କି? ଆମ ଖ୍ରୀଷ୍ଟୀୟ ସମାଜରେ
ଦୁଇଟି ଦଳର ଲୋକ ଅଛନ୍ତି। ଗୋଟିଏ ଦଳର ଲୋକମାନେ ସେମାନେ ପରଭାଷା ସିଜ୍ ହୋଇଗଲାଣି ଅର୍ଥାତ୍ ବନ୍ଦ ହୋଇଗଲାଣି ବୋଲି କହିଥାନ୍ତେ, ଯେଉଁମାନଙ୍କୁ ସିଜେସାନିଷ୍ଟ ବୋଲି କୁହାଯାଏ। ଏବଂ ଆଉ ଏକ ଦଳର ଲୋକମାନେ ଯାହାଙ୍କୁ କଣ୍ଟିନ୍ୟୁସେନିଷ୍ଟ ବୋଲି କୁହାଯାଏ, ସେମାନେ ଏହି ପରଭାଷା କଣ୍ଟିନ୍ୟୁ ଚାଲିଅଛି, ବନ୍ଦ ହୋଇନାହିଁ, ସିଜ୍ ହୋଇନାହିଁ ବୋଲି କହିଥାନ୍ତି। ଏହି ପ୍ରଥମ ଦଳର ଲୋକମାନେ ଯେଉଁମାନେ କି ଟଙ୍ଗସ୍ ବା ପରଭାଷା ସିଜ୍ ହୋଇଗଲାଣି ବୋଲି ଦାବି କରିଥାନ୍ତି, ସେମାନେ ଏକ ଶାସ୍ତ୍ରାଂଶ ପଦ ମୁଖ୍ୟତଃ ବ୍ୟବହାର କରିଥାନ୍ତି, ଯାହାକି ପ୍ରଥମ କରନ୍ତୀୟ 13 ପର୍ବର 8 ପଦ। ସେଠାରେ ଏପରି ଲେଖାଯାଏ, ପ୍ରେମ କଦାପି ଶେଷ ହୁଏ ନାହିଁ, କିନ୍ତୁ ଯଦି ଭାବବାଣୀ ଥାଏ ତାହା ଲୋପ ହେବ, ଯଦି ପରଭାଷା ଥାଏ ସେହି ସବୁ ନିବୃତ୍ତ ହେବ, ଯଦି ଜ୍ଞାନ ଥାଏ ତାହା ଲୋପ ହେବ। 9 ଏବଂ 10 ପଦରେ ଲେଖାଯାଏ, କାରଣ ଆମ୍ଭେମାନେ ଆଂଶିକ ଭାବେ ଜାଣୁ ଓ ଆଂଶିକ ଭାବେ ଭାବବାଣୀ କହୁ, କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ। ଏହି ପ୍ରଥମ କରନ୍ତୀୟ 13 ପର୍ବର 8 ପଦ ଅନୁସାରେ ପ୍ରଥମ ଦଳର ଲୋକମାନେ ଯେଉଁମାନେ ପରଭାଷା ସିଜ୍ ହୋଇଗଲାଣି ବୋଲି କହିଥାନ୍ତି, ସେମାନେ କୁହନ୍ତି ଯେ ଯେତେବେଳେ ଧର୍ମଶାସ୍ତ୍ରର ଲିଖନ ସମ୍ପୂର୍ଣ୍ଣ ହେଲା ଏବଂ ଶେଷ ପ୍ରେରିତ ଶେଷ ଆପୋଷ୍ଟଲ ଯିଏ ଥିଲେ ତାହାଙ୍କ ପରେ ପରଭାଷା ଭାବବାଣୀ ଏସବୁ ଲୋପ ହୋଇଅଛି ବୋଲି କହିଥାନ୍ତି। କିନ୍ତୁ ଅପର ପାର୍ଶ୍ୱରେ ଦ୍ୱିତୀୟ ଦଳର ଲୋକମାନେ ଯେଉଁମାନେ କି ଏହିସବୁ ଗିଫ୍ଟ ଅର୍ଥାତ୍ ପରଭାଷା ଭାବବାଣୀ କଣ୍ଟିନ୍ୟୁ ଏବେ ମଧ୍ୟ ଚାଲିଅଛି ବୋଲି କହିଥାନ୍ତି, ସେମାନଙ୍କର ମତରେ 9 ପଦରେ ଯେଉଁ 9 ଏବଂ 10 ପଦରେ ଯେଉଁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ ବୋଲି ଲେଖାଯାଏ, ସେହି ଆଂଶିକ ବିଷୟ ହେଉଛି ପରଭାଷା ଭାବବାଣୀ ଏବଂ ଜ୍ଞାନ। ଏବଂ ସିଦ୍ଧ ବିଷୟ ଉପସ୍ଥିତର ଅର୍ଥ ହେଉଛି ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନରେ ଯେତେବେଳେ ଆମ୍ଭେମାନେ ବିଶ୍ୱାସୀମାନେ ଯୀଶୁଖ୍ରୀଷ୍ଟଙ୍କ ସହିତ ଆମମାନେ ମୁଖାମୁଖି ଦର୍ଶନ କରିବା, ସେହି ସମୟରେ ପରଭାଷା ଏବଂ ଭାବବାଣୀ ଲୋପ ପାଇବ। ଏବଂ ମୁଁ ମଧ୍ୟ ବିଶ୍ୱାସ କରେ ଯେ ଏହି ପରଭାଷାର ଲୋପ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନରେ ହେବ, କାରଣ ଏହି ବାକ୍ୟାଂଶଟି ପରଭାଷାର ଲୋପ ହେଲା ବୋଲି ନିବୃତ୍ତ ହୋଇଅଛି ବୋଲି ଏହି ବାକ୍ୟ ପ୍ରକାଶ କରୁନାହିଁ। ତେଣୁକରି ପରଭାଷାରେ କଥା କହିବା ନିମନ୍ତେ ବାଇବେଲ ମନା କରେ କି? କେବେ ମଧ୍ୟ ନୁହେଁ। ଆମେମାନେ ଯଦି ଦେଖିବା ପ୍ରଥମ କରନ୍ତୀୟ ସେହି 14 ପର୍ବର 39 ପଦରେ ପାଉଲ ଏ ପ୍ରକାର କୁହନ୍ତି, ଏଣୁ ହେ ମୋହର ଭାଇମାନେ ପରଭାଷାରେ କଥା କହିବାକୁ ମନା ନ କର। ପାଉଲ ଏଠାରେ ନିଜେ କୁହନ୍ତି ଯେ ପରଭାଷାରେ କଥା କହିବାକୁ ମନା କର ନାହିଁ। ଯଦିଓ ପାଉଲ ପରଭାଷାରେ କଥା କହିବା ବିଷୟକୁ ନେଇ ଅନେକ ରେଷ୍ଟ୍ରିକ୍ସନ୍ ବା କଟକଣାର ଶିକ୍ଷା ସେ ପ୍ରଦାନ କରିଅଛନ୍ତି, କିନ୍ତୁ ପରଭାଷା ନିବୃତ୍ତ ହୋଇଅଛି, ପରଭାଷାରେ କଥା କୁହ ନାହିଁ ବୋଲି ସେ କୌଣସି ବାକ୍ୟରେ ଲେଖି ନାହାନ୍ତି। ଇଭେନ୍ ପାଉଲ ନିଜେ କୁହନ୍ତି ଯେ ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ପରଭାଷାରେ କଥା କହିପାରେ। ଯଦି ପରଭାଷାରେ କଥା କହିବା ଯଦି ବନ୍ଦ ହୋଇଥାନ୍ତା ତାହେଲେ ସେ ଏ ପ୍ରକାର କହି ନଥାନ୍ତେ। ସେହି ପ୍ରଥମ କରନ୍ତୀୟ 14 ପର୍ବର 40 ପଦରେ ସେ ପ୍ରକାଶ କରନ୍ତି, ଏହି ସମସ୍ତ ଅର୍ଥାତ୍ ପରଭାଷା ଏବଂ ଭାବବାଣୀ ଏହିସବୁ ଯେଉଁ ଦାନଗୁଡ଼ିକର ବ୍ୟବହାର ବିହିତ ମତେ ଏବଂ ସୁଧାରା ଅନୁସାରେ କରାଯାଉ ବୋଲି ସେ ନିର୍ଦ୍ଦେଶ ପ୍ରଦାନ କରୁଅଛନ୍ତି। 6 ନମ୍ବର ପ୍ରଶ୍ନ, ମଣ୍ଡଳୀରେ କିପରି ଧାରା ଅନୁସାରେ ନିୟମ ଅନୁସାରେ ପରଭାଷା କହିବା ଉଚିତ? ମଣ୍ଡଳୀରେ ସମବେତ ହେବା ସମୟରେ ଯଦି କେହି ପରଭାଷାରେ କଥା କୁହେ, ତେବେ ସେହି ପରଭାଷାର ଅର୍ଥ ମଧ୍ୟ କରିବାକୁ ପଡ଼ିବ। ବାଇବେଲ ପ୍ରକାଶ କରେ ପ୍ରଥମ କରନ୍ତୀୟ 14 ପର୍ବ 13 ପଦରେ, ଅତଏବ ଯେ ପରଭାଷାରେ କଥା କହେ ସେ ଯେପରି ଅର୍ଥ କରିପାରେ ଏଥି ନିମନ୍ତେ ପ୍ରାର୍ଥନା କରୁ। ଯଦି ମଣ୍ଡଳୀରେ ସମସ୍ତ ଲୋକ ପରଭାଷାରେ ଯଦି କଥା କହୁଥିବେ ଏବଂ ପରଭାଷାର ଅର୍ଥକାରକ କେହି ମଧ୍ୟ ନଥାନ୍ତି, ତେବେ ସେହି ସମୟରେ ପରଭାଷା ନ କହିବା ଉଚିତ। ନହେଲେ ଅବିଶ୍ୱାସୀ ଏବଂ ସାଧାରଣ ଲୋକମାନେ ପାଗଳ ଦଳ ବୋଲି ମଧ୍ୟ କହିବେ, ଏହା ବାଇବେଲ ପ୍ରକାଶ କରେ। ଅନେକ ମଣ୍ଡଳୀରେ ପୁଣି ସଭା ସମିତିରେ ପାଳକ ପ୍ରଚାରକମାନେ ଏବଂ ବିଶ୍ୱାସୀମାନେ ମଧ୍ୟ ମନ ଇଚ୍ଛା ସେମାନେ ଏକ ଅନ୍ୟ ଭାଷାରେ କଥା କହିବା ଆରମ୍ଭ କରିଦେଇଥାନ୍ତି। ସେଠାରେ କେହି ମଧ୍ୟ ଅର୍ଥ କରିବା ଲୋକ ନଥାନ୍ତି। ତାହା ଏକ
ବାଇବେଲ ବିରୋଧ ଅଭ୍ୟାସ ଅଟେ। ତାହା ଅନବିବ୍ଲିକାଲ ପ୍ରାକ୍ଟିସ୍ ଅଟେ। ବାଇବେଲ ଅନୁସାରେ ଯଦି ସେମାନେ ସତ୍ୟ ଭାବେ ପରଭାଷା କହୁଅଛନ୍ତି, ତାହା ହେଲେ ସେମାନେ ମଣ୍ଡଳୀରେ ବା ସଭା ସମିତିରେ ଅର୍ଥକାରକ ଯଦି ନଥାନ୍ତି, ତାହେଲେ ଚୁପ୍ ରହିବା ଦରକାର, ନୀରବ ରହିବା ଦରକାର। ଏହି ସମସ୍ତ ବିଷୟ ଅର୍ଥାତ୍ ଏହିସବୁ ଦାନଗୁଡ଼ିକ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯିବା ଉଚିତ। ଯେପରି ବାଇବେଲ ପ୍ରକାଶ କରେ 1 କରିନ୍ଥୀୟ 14 ପର୍ବର 27 ଏବଂ 28 ପଦରେ, ଯଦି କେହି ପରଭାଷାରେ କଥା କହେ, ତେବେ 2 ବା ଅଧିକ ହେଲେ 3 ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ। କିନ୍ତୁ ଯଦି ଅର୍ଥକାରକ ନଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ୱରଙ୍କୁ କହୁ। ଏହି ବାକ୍ୟ ସ୍ପଷ୍ଟ ରୂପେ ପ୍ରକାଶ କରେ ଯେ ମଣ୍ଡଳୀରେ 2ରୁ 3 ଜଣ କେବଳ ପରଭାଷାରେ କଥା କହିବା ଦରକାର। ତତ୍ସହିତ ଅର୍ଥକାରକ ସେହି ପରଭାଷାର ଅର୍ଥ ମଧ୍ୟ ବୁଝେଇବାକୁ ପଡ଼ିବ। ଯଦି ଏପରି ସମ୍ଭବ ନୁହେଁ, ତାହେଲେ ମଣ୍ଡଳୀରେ ପରଭାଷା ନ କହି, ସଭା ସମିତିରେ ପରଭାଷା ନ କହି ନୀରବ ରହିବା ଉଚିତ। ମୋଷ୍ଟ ଇମ୍ପୋର୍ଟାଣ୍ଟଲି, ବାଇବେଲ ମଣ୍ଡଳୀରେ ଏକା ସାଙ୍ଗେ ସମସ୍ତେ ପରଭାଷା କହିବା ନିମନ୍ତେ ଅନୁମତି ଦେଇ ନଥାଏ। ଅର୍ଥକାରକ ଯଦି ନଥିଲେ ନୀରବ ରହିବାକୁ ପରାମର୍ଶ ପ୍ରଦାନ କରେ। ଏହି ବିଷୟରେ ଯେଉଁ ଭାବପ୍ରବଳ ପ୍ରଚାରକମାନେ ଏବଂ ଏହି ପରଭାଷା କହୁଥିବା ଲୋକମାନେ କେୟାରଫୁଲ୍ ହେବା ଦରକାର। 7 ନମ୍ବର ପ୍ରଶ୍ନ, ପରଭାଷାରେ କଥା କହିବା ବେଳେ ଜଣେ ବିଶ୍ୱାସୀ ସେ ନିଜର ନିୟନ୍ତ୍ରଣ ହରାଇଥାଏ କି? ସେ ଅନକଣ୍ଟ୍ରୋଲ୍ଡ ସିଚୁଏସନରେ ଆସିଥାଏ କି? ବାଇବଲରେ ଏପରି ଗୋଟିଏ ମଧ୍ୟ ଉଦାହରଣ ଦିଆଯାଇ ନାହିଁ ଯେତେବେଳେ କି ବିଶ୍ୱାସୀମାନେ ପରଭାଷାରେ କଥା କହୁଥିବା ବେଳେ ସେମାନେ ନିଜର ଭାରସାମ୍ୟ ହରାଉଅଛନ୍ତି। ପ୍ରେରିତ 2 ପର୍ବରେ ଯେତେବେଳେ ଶିଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଆରମ୍ଭ କଲେ, ସେତେବେଳେ ସେଠାରେ ଉପସ୍ଥିତ ହୋଇଥିବା ଲୋକମାନେ ଏହି ପରଭାଷା କହୁଥିବା ଶିଷ୍ୟମାନଙ୍କୁ ସେମାନେ ଦ୍ରାକ୍ଷାରସରେ ମତ ହୋଇଅଛନ୍ତି, ମାତାଲ ହୋଇଅଛନ୍ତି ବୋଲି ଥଟ୍ଟା କରିବାକୁ ଲାଗିଲେ। କିନ୍ତୁ ପରେ ପରେ ପିତର ସେ ଠିଆ ହୋଇ ସେମାନଙ୍କୁ କହିବାକୁ ଲାଗିଲେ, ଏହି ଯେଉଁ ତୁମେମାନେ ପରଭାଷାରେ କଥା କହିବାର ବିଷୟ ଦେଖୁଅଛ, ଏହା ଜୋଏଲ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା କୁହାଯାଇଥିବା ସେହି ଭାବବାଣୀର ସଫଳତା ଅଟେ ଏବଂ ଆମ୍ଭେମାନେ ମାତାଲ ହୋଇ ନାହୁଁ। ଯେକୌଣସି ବିଶ୍ୱାସୀ ସେ ଯେତେବେଳେ ପରଭାଷାରେ କଥା କହୁଅଛନ୍ତି, ସେ ନିଜର ନିୟନ୍ତ୍ରଣ ହରାଇ ନଥାନ୍ତି। ଯେପରି 1 କରିନ୍ଥୀୟ 14 ପର୍ବର 32 ଏବଂ 33 ପଦରେ ଲେଖାଯାଏ, ଭାବବାଦୀମାନଙ୍କ ଆତ୍ମା ଭାବବାଦୀମାନଙ୍କର ବଶୀଭୂତ ଅଟେ, କାରଣ ଈଶ୍ୱର ବିଶୃଙ୍ଖଳତାର ଈଶ୍ୱର ନୁହନ୍ତି, ମାତ୍ର ଶାନ୍ତିର ଈଶ୍ୱର। ଅତଏବ ପରଭାଷାରେ କଥା କହୁଥିବା ଲୋକର ବା ବିଶ୍ୱାସୀର ସେ ତା'ର ଭଲ୍ୟୁମ୍ ଅର୍ଥାତ୍ ତାହାଙ୍କର ଧ୍ୱନି ଏବଂ ବିହେଭିୟର ଅର୍ଥାତ୍ ଆଚରଣରେ ନିୟନ୍ତ୍ରଣ କରିପାରିବ। ସେ ନିୟନ୍ତ୍ରଣ ହରାଇ ସେ ତାହାଙ୍କ ପାଖରେ ଥିବା ଲୋକମାନଙ୍କୁ ଗଇଁଠା ମାରିବନି, ସେ ତଳେ ପଡ଼ିବ ନାହିଁ ଏବଂ ସେ ଅନ୍ୟକୁ ଡରାଇବ ନାହିଁ ମଧ୍ୟ। ପୁଣି ତା'ର ପୋଷାକ ମଧ୍ୟ ଖସିବାର କୌଣସି ଚାନ୍ସ ନାହିଁ। କାରଣ ଏ ପ୍ରକାର ଦୃଶ୍ୟମାନେ ଆମେମାନେ ଆଜିକାଲିର ଯେଉଁ ପରଭାଷା ଦଳଗୁଡ଼ିକଠାରେ ଦେଖିବାକୁ ପାଇଥାଉ। ମୋର ପ୍ରିୟମାନେ, ଈଶ୍ୱର ବିଶୃଙ୍ଖଳତାର ଈଶ୍ୱର ନୁହନ୍ତି। ସେମିତିରେ ବି ପବିତ୍ର ଆତ୍ମାଙ୍କର 9ଗୋଟି ଫଳ ମଧ୍ୟରୁ ଗୋଟିଏ ଫଳ ହେଉଛି ସେଲ୍ଫ କଣ୍ଟ୍ରୋଲ, ଆତ୍ମସଂଯମ। ଅର୍ଥାତ୍ ଜଣେ ପବିତ୍ର ଆତ୍ମା ପ୍ରାପ୍ତ ବିଶ୍ୱାସୀ ସେ ସେଲ୍ଫ କଣ୍ଟ୍ରୋଲ୍ଡ ହୋଇ ଆତ୍ମସଂଯମ ହୋଇ ସମସ୍ତ କାର୍ଯ୍ୟ କରିବ। ଯଦି ଜଣେ ବିଶ୍ୱାସୀଠାରେ ଆତ୍ମସଂଯମତା ନାହିଁ, ତାହାହେଲେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କୌଣସି କାର୍ଯ୍ୟ କରୁନାହିଁ। ଅନେକ ପାଳକ ଏବଂ ପ୍ରଚାରକମାନେ ପୁଣି ସୋ କଲ୍ଡ ଆପୋଷ୍ଟଲ ଏବଂ ପ୍ରଫେଟମାନେ ଯେତେବେଳେ ସେମାନେ କହିଥାନ୍ତି ଯେ ଜଣେ ବିଶ୍ୱାସୀ ଯେତେବେଳେ ଭାବବାଣୀ କିମ୍ବା ପରଭାଷାରେ କଥା କହିବା ଆରମ୍ଭ କରିଥାଏ, ସେତେବେଳେ ସେ ନିୟନ୍ତ୍ରଣ ହରାଇଥାଏ। ସେ ନିୟନ୍ତ୍ରଣ ବାହାରେ ସେ କେତେ ସମୟ ପରଭାଷା କହିବ, ପୁଣି ତା'ର ଅଙ୍ଗଭଙ୍ଗୀ କ'ଣ ହେବ, ଏ ସମସ୍ତ ବିଷୟରେ ସେ ନିୟନ୍ତ୍ରଣ କରିପାରିବ ନାହିଁ ବୋଲି କହିଥାନ୍ତି। ମୋର ପ୍ରିୟମାନେ, ବାଇବେଲ ଅନୁସାରେ ତାହା ଭୁଲ ଅଟେ। ବାଇବେଲ ଏ ପ୍ରକାର ନିୟନ୍ତ୍ରଣହୀନ ପରଭାଷାରେ କଥା କହିବାର କୌଣସି ଉଦାହରଣ ପ୍ରକାଶ କରି ନାହିଁ। ଏହା ଏକ ଭୁଲ ଶିକ୍ଷା ଅଟେ।
8 ନମ୍ବର ପ୍ରଶ୍ନ, ପରଭାଷାରେ କଥା କହିବା ନିମନ୍ତେ ଆମ୍ଭେମାନେ ଏହି ଟଙ୍ଗ୍ସ ଆମମାନେ ଶିଖିପାରିବା କି? ମୋର ପ୍ରିୟମାନେ, ବାଇବେଲ ଅନୁସାରେ ପରଭାଷାରେ କଥା କହିବା ଏକ ଦକ୍ଷତା ନୁହେଁ, ଏକ ସ୍କିଲ୍ ନୁହେଁ ଯେ ଆମ୍ଭେମାନେ ତାହା ଶିଖିପାରିବା। ବାଇବେଲ ଅନୁସାରେ ଏହା ଏକ ଭୁଲ ବିଷୟ ଅଟେ। ଯେଉଁମାନେ ବି ପରଭାଷା କହିବା ନିମନ୍ତେ ଶିକ୍ଷା ଦେଇଥାନ୍ତି, ଶିଖାଇଥାନ୍ତି, ପ୍ରାକ୍ଟିସ୍ କରାଇଥାନ୍ତି, ତାହା ଭୁଲ ଅଟେ। ବାସ୍ତବରେ ଜଣେ ବିଶ୍ୱାସୀକୁ ପବିତ୍ର ଆତ୍ମା ଯେତେବେଳେ ପରଭାଷାରେ କଥା କହିବାର ଏହି ଦାନ, ଏହି ଗିଫ୍ଟ ପ୍ରଦାନ କରନ୍ତି, ସେତେବେଳେ ସେହି ବ୍ୟକ୍ତି ବା ବିଶ୍ୱାସୀ ପରଭାଷାରେ କଥା କହିପାରିଥାଏ। ଯେପରି ପ୍ରେରିତ 2 ପର୍ବର 4 ପଦରେ ଆମ୍ଭେମାନେ ଦେଖିଗଲୁ ଯେ ସମସ୍ତେ ଯେଉଁମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ସେମାନଙ୍କୁ ପବିତ୍ର ଆତ୍ମା ଯେ ପ୍ରକାରେ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଆରମ୍ଭ କରିଥିଲେ। ଏହାକୁ ଶିଖିକି କହିପାରିବା ନାହିଁ, ଏହା ଏକ ପବିତ୍ର ଆତ୍ମାଙ୍କର ଦାନ ଅଟେ। ଆଜିକାଲି ମଣ୍ଡଳୀ ଗୁଡ଼ିକରେ, ପୁଣି ସଭା ସମିତି ଗୁଡ଼ିକରେ ଯେଉଁ କେତୋଟି ନିର୍ଦ୍ଦିଷ୍ଟ ଶବ୍ଦ ଗୁଡ଼ିକୁ ପୁନରାବୃତ୍ତି କରି ଘୋଷା ଶବ୍ଦ ଗୁଡ଼ିକର ଉଚ୍ଚାରଣ କରୁଅଛନ୍ତି, ତାହା ଅଧିକାଂଶ ସମୟରେ ଅନ୍ୟଠାରୁ କପି ପେଷ୍ଟ କରାଯାଇ ଉଚ୍ଚାରଣ କରାଯାଉଥିବା ରିପିଟେଡ଼ ଶବ୍ଦ ଗୁଡ଼ିକ ଅଟେ। ମୁଁ ମଧ୍ୟ ଥରେ ଗୋଟିଏ ସଭାକୁ ଯାଇଥିଲି। ସେଠାରେ ପ୍ରଚାରକ ମହୋଦୟ ମଣ୍ଡଳୀର ସମସ୍ତଙ୍କୁ ପରଭାଷାରେ କିପରି କଥା କହିପାରିବା ସେଥି ନିମନ୍ତେ ଶିକ୍ଷା ଦେବା ଆରମ୍ଭ କରିଦେଲେ। ପ୍ରାୟ 20 ମିନିଟ୍ ସମୟ ସେ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ସମସ୍ତଙ୍କୁ ପରଭାଷାରେ କଥା କହିବା ନିମନ୍ତେ ବାଧ୍ୟ କଲେ ଏବଂ ମଣ୍ଡଳୀରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ତାହା ସମ୍ପୂର୍ଣ୍ଣ ରୂପେ ଅନବିବ୍ଲିକାଲ ଅଟେ। ଦ୍ୟାଟ୍ସ ଅନବିବ୍ଲିକାଲ। ସେପରି କରିବା ନିମନ୍ତେ ବାଇବେଲ କୌଣସି ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରୁନାହିଁ। ବରଂ ବାଇବେଲ ପ୍ରକାଶ କରେ, ଶ୍ରେଷ୍ଠ ଦାନ ସବୁ ପାଇବା ନିମନ୍ତେ ଏକାନ୍ତ ଚେଷ୍ଟା କର। ଆମ୍ଭେମାନେ ପ୍ରାର୍ଥନା କରିପାରିବା, ଯଦି ପବିତ୍ର ଆତ୍ମାଙ୍କର ଇଚ୍ଛା ହେଲେ ସେ ଆମ୍ଭମାନଙ୍କୁ ପରଭାଷାରେ କଥା କହିବାର ଦାନ ଦେବେ, ନହେଲେ ନାହିଁ। 9 ନମ୍ବର ପ୍ରଶ୍ନ, ପରଭାଷାରେ କଥା କହୁଥିବା ବିଶ୍ୱାସୀମାନେ ଅଧିକ ଆତ୍ମିକ ଅଟନ୍ତି କି? ସେମାନେ ଅଧିକ ସ୍ପେସିଆଲ, ସ୍ୱତନ୍ତ୍ର ବିଶ୍ୱାସୀ ଅଟନ୍ତି କି? ପରଭାଷାରେ କଥା କହୁଥିବା ବିଶ୍ୱାସୀମାନଙ୍କ ଠାରେ ଅଧିକ ଶକ୍ତି ରହିଅଛି କି? ପ୍ରଥମ ବିଷୟ, ପରଭାଷାରେ କଥା କହିବା ଜଣେ ବିଶ୍ୱାସୀ କେତେ ଆତ୍ମିକ ବା ତାହାଠାରେ କେତେ ଶକ୍ତି ଅଛି, ତାହା ମାପିବା ନିମନ୍ତେ ଏକ ମାପଦଣ୍ଡ ନୁହେଁ। ଦ୍ୱିତୀୟ ବିଷୟ, ବାଇବେଲ କେଉଁଠାରେ ମଧ୍ୟ ପ୍ରକାଶ କରେ ନାହିଁ ଯେ ଜଣେ ପରଭାଷାରେ କଥା କହିଲେ ସେ ଅଧିକ ଆତ୍ମିକ ହୋଇଯାଏ, ସେ ଅଧିକ ଶକ୍ତିଶାଳୀ ହୋଇଯାଏ, ପୁଣି ସେ ଅତି ସ୍ୱତନ୍ତ୍ର ବିଶ୍ୱାସୀ ଅଟେ ବୋଲି। ମନେ ରଖନ୍ତୁ, ପରଭାଷାରେ କଥା କହିବା ମଧ୍ୟ ଆରୋଗ୍ୟ କରିବାର ଶକ୍ତି ସ୍ୱରୂପ, ଭାବବାଣୀ କହିବାର ଶକ୍ତି ସ୍ୱରୂପ ଏ ପ୍ରକାର ଏକ ଦାନ ଅଟେ। ଏହିସବୁ ଦାନ ଗୁଡ଼ିକ କାହାକୁ ଅଧିକ ସ୍ୱତନ୍ତ୍ର, ପୁଣି କାହାକୁ ଅଧିକ ଆତ୍ମିକ ବୋଲି ପ୍ରକାଶ କରି ନଥାଏ। ହଁ, ଏହା ସତ୍ୟ ଅଟେ ଯେ ପରଭାଷାରେ କଥା କହେ, ପରଭାଷାରେ ପ୍ରାର୍ଥନା କରେ, ସେ ଆତ୍ମା ଦ୍ୱାରା ନିଗୁଡ଼ ବିଷୟ ସବୁ ଈଶ୍ୱରଙ୍କୁ କହେ ଏବଂ ପରଭାଷାରେ କଥା କହିବା ଦ୍ୱାରା ସେ ନିଜର ନିଷ୍ଠା ଜନ୍ମାଇଥାଏ। ଏହାର ଅର୍ଥ ନୁହେଁ ଯେ ସେହି ବିଶ୍ୱାସୀ ଅଧିକ ସ୍ପିରିଚୁଆଲ ଏବଂ ଅଧିକ ସ୍ପେସିଆଲ ହୋଇଯାଇଅଛି। ପାଉଲ ଯେପରି କୁହନ୍ତି, ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ, କିନ୍ତୁ ମଣ୍ଡଳୀରେ ପରଭାଷାରେ 10,000 କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ 5ଟି କଥା କହିବାକୁ ଭଲ ପାଏ। ସେ ପ୍ରଥମ କରିନ୍ଥୀୟ 13 ପର୍ବର 1 ପଦରେ କୁହନ୍ତି, ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ କିନ୍ତୁ ମୋହର ପ୍ରେମ ନଥାଏ, ତେବେ ମୁଁ ଶବ୍ଦକାରକ ଘଣ୍ଟା କିମ୍ବା ଝମ୍ ଝମ୍ ଶବ୍ଦକାରୀ କରତାଳ ସ୍ୱରୂପ ହୋଇଅଛି। ମୋର ପ୍ରିୟମାନେ, ଏ ସମସ୍ତ ଦାନ ଥିଲେ ମଧ୍ୟ ଜଣେ ବ୍ୟକ୍ତିର ଯଦି ପ୍ରେମ ନଥାଏ, ତାହେଲେ ତାହା ବୃଥା ଅଟେ। 10 ନମ୍ବର ପ୍ରଶ୍ନ, ଲୋକମାନେ ଶୈତାନର ଆତ୍ମା ଦ୍ୱାରା ମଧ୍ୟ ସେମାନେ ଚାଳିତ ହୋଇ ପରଭାଷାରେ କଥା କହିଥାନ୍ତି କି? ଏହି ପ୍ରଶ୍ନ ସେତେବେଳେ ଆସିଥାଏ ଯେତେବେଳେ କୌଣସି ମଣ୍ଡଳୀରେ କିମ୍ବା ସଭା ସମିତିରେ
ପରଭାଷା ଏବଂ ଭାବବାଣୀ କହୁଅଛୁ ବୋଲି ଲୋକମାନେ ବିଶୃଙ୍ଖଳତାର ଏକ ପାଟିତୁଣ୍ଡର ଅଭ୍ୟାସ କରିଥାନ୍ତି। ସେମାନେ ପଶୁ ଭଳି ଚିତ୍କାର କରୁଥିବେ, ସେମାନେ ତଳେ ପଡ଼ିଯାଉଥିବେ, ସେମାନଙ୍କର ପୋଷାକର ମଧ୍ୟ ନିୟନ୍ତ୍ରଣ ନଥିବ ଏବଂ ସେମାନଙ୍କ ମଧ୍ୟରୁ ଅନେକ ପରଭାଷାରେ ଏତେ ଚିତ୍କାର କରୁଥିବେ ଯେ ସେମାନଙ୍କର ଦୈନନ୍ଦିନ ଜୀବନରେ ସେମାନଙ୍କର ପ୍ରଭୁ ଭୟ ନଥିବ, ସେମାନେ ବାକ୍ୟ ଅନୁସାରେ ଜୀବନ ହିଁ କାଟୁ ନଥିବେ। ଏପରି ପରିସ୍ଥିତିର ଦୃଷ୍ଟିଗୋଚର ହେଲେ ଅନେକ କହିଥାନ୍ତି ଯେ ଏମାନେ ଶୈତାନର ଆତ୍ମା ଦ୍ୱାରା ସେମାନେ ଚାଳିତ ହେଉଅଛନ୍ତି। ବାଇବେଲ ଭିତ୍ତିକ ଯେଉଁ ଡିସିପ୍ଲିନ୍ ରହିଅଛି ପରଭାଷାରେ କଥା କହିବାକୁ ନାହିଁ, ତାହା ଅବଲମ୍ବନ ନ ହେଲେ ଏହା ଦୃଷ୍ଟିଗୋଚର ହୁଏ ଯେ ସେମାନେ ଶୈତାନ ବା ଡିମନ୍ ସ୍ପିରିଟ୍ ଦ୍ୱାରା ଇନଫ୍ଲୁଏନ୍ସ ହୋଇ ପରଭାଷାରେ କଥା କହିଲା ଭଳି। ଇତିହାସ ଅନୁସାରେ ପ୍ରଥମ ଶତାବ୍ଦୀରେ ଅନ୍ୟ ଦେବାଦେବତୀର ପୂଜା କରୁଥିବା ଲୋକମାନେ ପେଗାନ୍ ଗଡ୍ ୱାର୍ସିପ୍ ସମୟରେ ସେମାନେ ମଧ୍ୟ ଏକ ଭିନ୍ନ ଭିନ୍ନ ଭାଷାରେ ସେମାନଙ୍କର ୱାର୍ସିପ୍ କରୁଥିଲେ ଏବଂ କୁହାଯାଏ ଏହି କରନ୍ତୀୟ ମଣ୍ଡଳୀରେ ପାଉଲ ସେହି ସବୁ ବିଷୟକୁ ଦୃଷ୍ଟିରେ ରଖି ସେମାନଙ୍କୁ ଡିସିପ୍ଲିନ୍ କରିଥିଲେ, ସେମାନଙ୍କୁ ରେଷ୍ଟ୍ରିକ୍ସନ୍ ଦେଇଥିଲେ, କଟକଣା କରିଥିଲେ। ସେହି ସମୟରେ ଅନ୍ୟ ଦେବାଦେବୀର ପୂଜା ଉଦ୍ଦେଶ୍ୟରେ ସେହି ପେଗାନ୍ ଗଡ୍ ୱାର୍ସିପର୍ ସେମାନେ ମଧ୍ୟ ଭିନ୍ନ ଭିନ୍ନ ଭାଷାରେ କଥା କହୁଥିଲେ। ତେଣୁକରି ପାଉଲ ହୁଏତ କରନ୍ତୀୟ ମଣ୍ଡଳୀକୁ ଅଧିକ ସତର୍କବାଣୀ ଦେଉଅଛନ୍ତି, କଟକଣା କରୁଅଛନ୍ତି। ମୁଁ କହୁନାହିଁ ଯେ ଯେଉଁମାନେ ପରଭାଷାରେ କଥା କହୁଅଛନ୍ତି ସେମାନେ ଶୈତାନର ଆତ୍ମା ଦ୍ୱାରା ଚାଳିତ ହୋଇ କହୁଅଛନ୍ତି ବୋଲି, କିନ୍ତୁ ୟୁ ସୁଡ୍ ବି ଭେରି କେୟାରଫୁଲ୍। ଆପଣମାନେ ଯେଉଁମାନେ ମଧ୍ୟ ପରଭାଷାରେ କଥା କହୁଅଛନ୍ତି ବହୁତ ଯତ୍ନବାନ ହେବା ଉଚିତ ଏବଂ ଏହିସବୁ ଦାନଗୁଡ଼ିକର ବ୍ୟବହାର ବାଇବଲର ଲିଖିତ ଯେଉଁ ଧାରାଗୁଡ଼ିକ ରହିଅଛି ତଦନୁସାରେ କରାଯିବା ଉଚିତ, ଶୃଙ୍ଖଳିତ ଭାବେ କରାଯିବା ଉଚିତ। ପ୍ରଥମ ଜହନ 4 ପର୍ବର 1 ପଦ ପ୍ରକାଶ କରେ, ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କ ଠାରୁ ଆଗତ କି ନାହିଁ ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି। ଏହାର ଅର୍ଥ ପ୍ରତ୍ୟେକ ପରଭାଷାରେ କଥା କହୁଥିବା ଲୋକ ପବିତ୍ର ଆତ୍ମାଙ୍କ ଦ୍ୱାରା ହିଁ ଚାଳିତ ହୋଇ କଥା କହୁଥିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ, କୌଣସି ନିଶ୍ଚିତତା ନାହିଁ। ଫେକ୍ ଟଙ୍ଗସ୍ ବା ମିଥ୍ୟା ଭାଷାରେ, ମିଥ୍ୟା ପରଭାଷାରେ ମଧ୍ୟ କହିଥାନ୍ତି। ଡିମୋନିକ୍ ସ୍ପିରିଟ୍ ଦ୍ୱାରା, ଶୈତାନର ଆତ୍ମା ଦ୍ୱାରା ଚାଳିତ ହୋଇ ମଧ୍ୟ ଅନେକ ପରଭାଷାରେ, ଅନ୍ୟାନ୍ୟ ଭାଷାରେ କଥା କହିଥାନ୍ତି ଏବଂ ଅନେକ ଅଛନ୍ତି ଯେଉଁମାନେ ପରଭାଷାରେ କଥା କହିଲା ଭଳି ଅଭିନୟ କରିଥାନ୍ତି। ସେମାନେ ମନ ଇଚ୍ଛା ଶବ୍ଦଗୁଡ଼ିକ ନିଜ ମୁଖରେ ନିଃସୃତ କରିଥାନ୍ତି, ଅନ୍ୟମାନଙ୍କର 2-3ଟି ଶବ୍ଦଗୁଡ଼ିକୁ ରାବା ରାବା, ସିକା ରାବା ଏସବୁ କହି କପି ପେଷ୍ଟ ମଧ୍ୟ କରିଥାନ୍ତି। ମୋର ପ୍ରିୟମାନେ, ଏହାକୁ ଜିବେରିସ୍ ବୋଲି ମଧ୍ୟ କୁହାଯାଏ, ମିନିଂଲେସ୍ ଲାଙ୍ଗୁଏଜ୍ ବୋଲି କୁହାଯାଏ। ଅତଏବ ଲୋକମାନେ, ବିଶ୍ୱାସୀମାନେ ପରଭାଷାରେ ଯେତେବେଳେ କଥା କହିଥାନ୍ତି, କ'ଣ ସେମାନେ ଶୈତାନିକ ଆତ୍ମା ଦ୍ୱାରା ପ୍ରଭାବିତ ହୋଇ ପରଭାଷାରେ କଥା କହିଥାନ୍ତି କି? ମୋର ପ୍ରିୟମାନେ, ଏହାର ଉତ୍ତର ହଁ କିମ୍ବା ନାହିଁରେ ନ ହେଉ, ବରଂ ବାଇବେଲ ଅନୁସାରେ କିପରି ପରଭାଷାରେ କଥା ହେବା ଉଚିତ, ଯେଉଁ ଶୃଙ୍ଖଳା, ଯେଉଁ ଧାରାଗୁଡ଼ିକ ଦିଆଯାଇଅଛି ତଦନୁସାରେ ଏହିସବୁ ଦାନଗୁଡ଼ିକର ବ୍ୟବହାର କରାଯାଉ। ଯଦି ଆପଣମାନଙ୍କ ମଧ୍ୟରୁ ଆପଣଙ୍କ ମନରେ ଯେଉଁମାନେ ପରଭାଷାରେ କଥା କହୁଛନ୍ତି ସେମାନଙ୍କର ଏକ ପ୍ରଶ୍ନ ଆସିଥାଏ, ପୁଣି ସେମାନେ ଭୟଭୀତ ହେଉଅଛନ୍ତି ଯେ ଆପଣ ଯେଉଁ ପରଭାଷାରେ କଥା କୁହନ୍ତି ତାହା ଈଶ୍ୱରଙ୍କ ଆଡ଼ୁ ଏକ ଦାନ ଅଟେ ନା ଶୈତାନିକ ଆତ୍ମାଙ୍କ ଦ୍ୱାରା ପ୍ରଭାବିତ ହୋଇ କହୁଅଛନ୍ତି। ଏହି ଭୟ ଯଦି ଆସୁଅଛି, ଏହି ପ୍ରଶ୍ନ ଯଦି ଆସୁଅଛି, ତାହେଲେ 2ଟି ବିଷୟକୁ ଆପଣମାନେ ମନେ ରଖନ୍ତୁ। ପ୍ରଥମ ବିଷୟ, ଆପଣ ଯଦି ବାସ୍ତବରେ ପରିତ୍ରାଣ ପ୍ରାପ୍ତ ହୋଇଅଛନ୍ତି ତାହେଲେ ଆପଣଙ୍କର ଅନ୍ତରରେ ପବିତ୍ର ଆତ୍ମା ବାସ କରନ୍ତି। ଆପଣ ଈଶ୍ୱରଙ୍କ ଆତ୍ମାଙ୍କର ମନ୍ଦିର ଅଟନ୍ତି ଏବଂ ଆପଣଙ୍କ ଅନ୍ତରରେ କୌଣସି ଡିମୋନିକ୍ ସ୍ପିରିଟ୍, ଶୈତାନର ଆତ୍ମା ପ୍ରବେଶ କରିପାରିବ ନାହିଁ। ଏବଂ ଦ୍ୱିତୀୟ ବିଷୟ, ଆପଣଙ୍କୁ ଯଦି ପରଭାଷାରେ କଥା କହିବାର ଦାନ ଯଦି ମିଳିଅଛି ତାହେଲେ ଶାସ୍ତ୍ର ଅନୁସାରେ ଶୃଙ୍ଖଳତାର ସହିତ
ବିହିତ ମତେ ଏବଂ ସୁଧାରା ଅନୁସାରେ ବ୍ୟବହାର କରନ୍ତୁ। ମୋର ପ୍ରିୟମାନେ, ପରଭାଷାକୁ ନେଇ ବାରମ୍ବାର ପଚରା ଯାଉଥିବା ଏହିସବୁ ଥିଲା 10 ଗୋଟି ପ୍ରଶ୍ନ ଏବଂ ସେସବୁର ଉତ୍ତର। ମୁଁ ଆଶା କରେ ଆପଣମାନେ ଏହି ଆଲୋଚନା ଦ୍ୱାରା ଆଶୀର୍ବାଦିତ ଅଟନ୍ତି।